ପାଇଖାନାରୁ ମୃତ ଶିଶୁ ଉଦ୍ଧାର ଯାଜପୁର ରୋଡ ମେଡିକାଲରେ ଚାଲିଛି ଅନୈତିକ ଗର୍ଭପାତ। ଏଭଳି ଆଶଙ୍କା ପ୍ରସୂତି ବିଭାଗ ପରିସରରେ ଥିବା ଶୌଚାଳୟ ପାଇଖାନାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ପରେ ସାଧାରଣରେ ପ୍ରକାଶ ପାଇଛି। ଖବର ଅନୁଯାୟୀ ଜଣେ ମହିଳା ପ୍ରସୂତି ବିଭାଗର ଶୌଚାଳୟକୁ ଯାଇଥିବା ବେଳେ ପାଇଖାନାରେ ନବଜାତକ ଶିଶୁ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏକଥା ବାହାରେ ଥିବା କର୍ମଚାରୀଙ୍କୁ ଜଣାଇବା ପରେ କଥାଟି ପ୍ରଘଟ ହୋଇଯାଇଥିଲା। ନର୍ସ ଏବଂ ସୁପରଭାଇଜର ପାଇଖାନାରୁ ମୃତ ନବଜାତ ଶିଶୁକୁ ଉଦ୍ଧାର କରିବା ପରେ ବାହାରେ ଥିବା କଣ୍ଟେନମେଣ୍ଟ ଜୋନ୍ରେ ମୃତ ଶିଶୁକୁ ପକାଇ ଦିଆଯାଇଥିଲା। ତେବେ ପ୍ରଶ୍ନ ଉଠୁଛି, ନବଜାତ ଶିଶୁ କାହାର? ମେଡିକାଲ ରେକର୍ଡରେ କୌଣସି ପ୍ରସୂତିଙ୍କ ଚିକିତ୍ସା କି ଅପରେସନ କରା ନ ଯାଇଥିବା ରହିଥିବା ବେଳେ ପାଇଖାନା ଭିତରେ ନବଜାତ ଶିଶୁକୁ ପକାଇଲା କିଏ? ନା ଖବର ଅଛି ପ୍ରସୂତି ବିଭାଗ ପାଖରେ, ନା ନର୍ସମାନଙ୍କ ପାଖରେ। ଘଟଣା ପଛରେ ରାତିରେ ଡ୍ୟୁଟିରେ ଥିବା ନର୍ସ ଏବଂ କର୍ମଚାରୀଙ୍କ ହାତ ଥିବାର ସନ୍ଦେହ ହେଉଛି। କାହିଁକି ନା ଗର୍ଭପାତ କରିଥିବା ପ୍ରସୂତିଙ୍କ ନାଁ କିମ୍ବା ଠିକଣା ମେଡିକାଲରେ ରେକର୍ଡଭୁକ୍ତ କରାଯାଇନି। ସରକାର ଗର୍ଭପାତ ଉପରେ ରୋକ ଲଗାଇବାକୁ କଟକଣା ଲଗାଉଥିବା ବେଳେ ସରକାରୀ ମେଡିକାଲରେ କିଭଳି ଗର୍ଭପାତ ହୋଇପାରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟୁରୋ ରିପୋର୍ଟ, ଜନଶକ୍ତି ଟିଭି।